जय जगन्नाथ दर्शक बंधु। स्वाधीनतार से अमर सिपाही जार स्वप्न थिला स्वाधीन भारत, जी गठन करथिले आजाद हिंद फौज, जी उच्च करथिले स्वाधीनतार स्वर, जी कहिथिले मते रक्त दियो मु तुमको स्वाधीनता देवी। स्वाधीनता तो मिलिला, किंतु कुआडे गले से स्वाधीनतार महानायक? किए लुचेइला से महानायक नेताजी सुभाष चंद्र बोसुंकर मृत्यु रहस्य को? देश एबे स्वाधीन, किंतु काहींकि लुचि रही अछि नेताजींकर मृत्युर सत्यता? शेषरे कौन होई पारे नेताजींकर मृत्युर रहस्य? 18 अगस्त 1945 नेताजी विमान जोगे मांचुरियार यात्रा रे बाहरी थिले, आउ सबुदिन पाई रहस्य घेर उभान होई गले। दर्शक बंधु, ए समस्त विषय रे जानिबा पाई चलंतु वीडियो को आरंभ करिबा। तेणु अनुरोध, वीडियो को शेष पर्यंत देखंतु। स्वाधीनतार महानायक नेताजी सुभाष चंद्र बोसुंकर मृत्यु एबे भी प्रत्येकଙ୍କ ପାଇଁ ଏକ रहस्य ହୋଇ ରହିଅଛି। ତାଙ୍କ ମୃତ୍ୟୁର ଏତେ ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ଜଣାପଡ଼ିଲା ନାହିଁ ଯେ ତାଙ୍କର ମୃତ୍ୟୁ ପରିଶେଷରେ କିପରି ହୋଇଥିଲା। ସରକାରୀ ଦସ୍ତାବିଜ ହିସାବରେ 18 ଅଗଷ୍ଟ 1945 ଦିନ ଏକ ବିମାନ ଦୁର୍ଘଟଣା ହୋଇଥିଲା। କୁହାଯାଏ ନେତାଜୀ ସେହି ବିମାନରେ ଯାତ୍ରା କରିଥିଲେ, ଆଉ ସେ ରାସ୍ତାରେ ନିଖୋଜ ହୋଇଗଲା। ତାଙ୍କ ବିମାନର ନିଖୋଜ ହେବା ଖବର ଆସିବା ପରେ ଅନେକ ପ୍ରଶ୍ନ ଉଙ୍କି ମାରିବାକୁ ଲାଗିଲା, ଯେମିତିକି କ'ଣ ସତରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା? କ'ଣ ସୁଭାଷ ବୋଷଙ୍କର ମୃତ୍ୟୁର କାରଣ ଏକ ଦୁର୍ଘଟଣା ଥିଲା, ନା କ'ଣ ଏହା ହତ୍ୟା ହୋଇଥାଇପାରେ? ସେହି ବର୍ଷ 23 ଅଗଷ୍ଟ ଦିନ ଜାପାନର ଏକ ନ୍ୟୁଜ୍ ଏଜେନ୍ସି ଏକ ଖବର ପ୍ରକାଶ କରିଥିଲା, ଯେଉଁଥିରେ କୁହାଯାଇଥିଲା କି ତାଇୱାନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁ ଦୁର୍ଘଟଣାରେ ସୁଭାଷ ଚନ୍ଦ୍ର ବୋଷଙ୍କର ମୃତ୍ୟୁ ହୋଇଥିଲା। କୌଣସି ଦେଶର ଏକ ସଂସ୍ଥାର ଏପରି ବୟାନ ଶୁଣି ଏଭଳି ଦୁର୍ଘଟଣାକୁ କ'ଣ ସତ ବୋଲି ମାନି ନେବା କଥା? ଯଦି ହଁ, ପୁଣି କିଛି ଦିନ ପରେ ଜାପାନ ସରକାର ଘୋଷଣା କଲେ କି ସେହି ଦିନ ତାଇୱାନରେ କୌଣସି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇନଥିଲା। ଏହି ଘୋଷଣା ଦ୍ୱାରା ସନ୍ଦେହ ଆହୁରି ବଢ଼ିଗଲା। ଯଦି କୌଣସି ବିମାନ ଦୁର୍ଘଟଣା ହୋଇନାହିଁ, ତେବେ ନେତାଜୀ କୁଆଡ଼େ ଗଲେ? ନେତାଜୀଙ୍କର ମୃତ୍ୟୁ ଏଥିପାଇଁ ମଧ୍ୟ ରହସ୍ୟ ଘେରରେ ରହିଅଛି ଯେ ଏପ୍ରିଲ 2015ରେ ଇଣ୍ଟେଲିଜେନ୍ସ ବ୍ୟୁରୋର 2ଟି ଫାଇଲ ସାର୍ବଜନୀନ ହେଲା, ଯାହାଫଳରେ ବିବାଦ ସୃଷ୍ଟି ହୋଇଗଲା। ଏହି ଫାଇଲ ହିସାବରେ ସ୍ୱାଧୀନ ଭାରତର ପାଖାପାଖି 2 ଦଶନ୍ଧି ପର୍ଯ୍ୟନ୍ତ ଇଣ୍ଟେଲିଜେନ୍ସ ବ୍ୟୁରୋ ନେତାଜୀଙ୍କର ପରିବାରକୁ ଗୁପ୍ତ ଭାବରେ ନଜର ରଖୁଥିଲେ। କେତେକ କୁହନ୍ତି କି ପଣ୍ଡିତ ନେହେରୁଙ୍କୁ ମଧ୍ୟ ସୁଭାଷ ଚନ୍ଦ୍ର ବୋଷଙ୍କର ମୃତ୍ୟୁ ଉପରେ ସନ୍ଦେହ ଥିଲା, ସେଥିପାଇଁ ସେ ବୋଷ ପରିବାରର ଚିଠିପତ୍ର ଉପରେ ଯାଞ୍ଚ କରୁଥିଲେ। କାରଣ ଯଦି ନେତାଜୀ ପରିବାର ସହିତ ସମ୍ପର୍କ କରନ୍ତି ଜଣାପଡ଼ିବ। ପରେ ନେତାଜୀଙ୍କ ମୃତ୍ୟୁ ସହିତ ଜଡ଼ିତ 37ଟି ଫାଇଲ ସାର୍ବଜନୀନ ହେଲା, କିନ୍ତୁ ସେହି ସମସ୍ତ ଫାଇଲ ମଧ୍ୟରୁ ମଧ୍ୟ କୌଣସି ସଠିକ ସତ୍ୟତା ମିଳିନଥିଲା କି ଯାହାଦ୍ୱାରା ଦାବି କରାଯାଇପାରିବ କି ନେତାଜୀଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାରେ ହୋଇଥିଲା ବୋଲି। ନେତାଜୀଙ୍କର ସମର୍ଥକଙ୍କ ମାନିବା ହିସାବରେ ଦେଶର ସ୍ୱାଧୀନତା ସମୟରେ ମଧ୍ୟ ନେତାଜୀ ଜୀବିତ ଥିଲେ, କିନ୍ତୁ ଏକଥାର କୌଣସି ପ୍ରମାଣ ନାହିଁ। ଆଜି ମଧ୍ୟ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ, କ'ଣ ସତରେ 1945ର ସେହି ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ହୋଇଥିଲା? ଯଦି ହଁ, ତେବେ କାହିଁକି ଏହାର ସଠିକ ପ୍ରମାଣ ମିଳିପାରୁନାହିଁ? ଆଉ ଯଦି ନା, ତେବେ ନେତାଜୀ ଗଲେ କୁଆଡ଼େ? କିଛି ବର୍ଷ ପୂର୍ବେ ନେତାଜୀଙ୍କର ମୃତ୍ୟୁ ସହିତ ଜଡ଼ିତ ଏକ ତଥ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଗୁମନାମୀ ବାବାଙ୍କ ନାମରେ ଏକ ବ୍ୟକ୍ତି ଜଡ଼ିତ ଥିଲେ। କୁହାଯାଏ କି ଗୁମନାମୀ ବାବା ହିଁ ହେଉଛନ୍ତି ସୁଭାଷ ଚନ୍ଦ୍ର ବୋଷ। କ'ଣ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଗୁମନାମୀ ବାବା ଜଣେ ବ୍ୟକ୍ତି ଥିଲେ? କ'ଣ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗୁମନାମୀ ବାବା ସାଜି ନିଜ ଜୀବନର ଶେଷ ସମୟ ଫୈଜାବାଦରେ କାଟିଥିଲେ? ନା କ'ଣ ଗୁମନାମୀ ବାବା ନେତାଜୀଙ୍କର ଖାସ ମିତ୍ର ଥିଲେ? 17 ସେପ୍ଟେମ୍ବର 1985 ଦିନ ଠାରୁ ଏହି କାହାଣୀର ଆରମ୍ଭ ହୁଏ, ଯେବେ ଫୈଜାବାଦରେ ଗୁମନାମୀ ବାବାଙ୍କର ଅଚାନକ ମୃତ୍ୟୁ ହୋଇଯାଏ। ମୃତ୍ୟୁର 2 ଦିନ ପରେ 19 ସେପ୍ଟେମ୍ବର 1985 ଦିନ ସନ୍ଧ୍ୟା ପ୍ରାୟ 4ଟା ସମୟରେ ଫୈଜାବାଦର ଗୁପ୍ତାର ଘାଟରେ ଗୁମନାମୀ ବାବାଙ୍କର ଅନ୍ତିମ ସଂସ୍କାର କରାଯାଏ, କିନ୍ତୁ ତାଙ୍କର ଅନ୍ତିମ ଦର୍ଶନ ପାଇଁ ମଧ୍ୟ କାହାରିକୁ ଅନୁମତି ଦିଆଯାଏ ନାହିଁ। ଗୁମନାମୀ ବାବା ଜୀବିତ ଥିବା ସମୟରେ ମଧ୍ୟ ସାଧାରଣ ଲୋକ ତାଙ୍କୁ ଦେଖିପାରୁନଥିଲେ। ସେ ଅତ୍ୟନ୍ତ ରହସ୍ୟମୟ ଭାବରେ ଜୀବନ ଅତିବାହିତ କରୁଥିଲେ। ସେ କିଛି କିଛି ଦିନ ଅନ୍ତରରେ ନିଜର ଘର ବଦଳାଉଥିଲେ। ଏହା ବ୍ୟତୀତ ତାଙ୍କ ନିଜର ସେବକ ମଧ୍ୟ ମାତ୍ର କିଛି ଦିନ ବ୍ୟବଧାନରେ ବଦଳୁଥିଲେ। ତାଙ୍କ ମୃତ୍ୟୁର 2 ଦିନ ପରେ ଯେବେ ତାଙ୍କ ଘରର ଯାଞ୍ଚ କରାଗଲା, ଏକ ବାକ୍ସରୁ କିଛି ଏପରି ଜିନିଷ ବାହାରିଲା, ଯାହା ଦେଖିଲା ପରେ ଲାଗିଲା ଯେ ଗୁମନାମୀ ବାବା ଆଉ କେହି ନୁହନ୍ତି, ସେ ହିଁ ହେଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଏବେ ପ୍ରଶ୍ନ ଆସେ, ଯଦି ଗୁମନାମୀ ବାବା ହେଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ତେବେ 1945ରେ ତାଇୱାନର ସେହି ବିମାନ ଦୁର୍ଘଟଣାରେ ମୃତ୍ୟୁ କାହାର ହୋଇଥିଲା? କାହିଁକି ନା ଭାରତ ସରକାର ଏହା ଘୋଷଣା କରିସାରିଥିଲେ କି 1945ର ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ହୋଇସାରିଛି। ତେବେ ଚାଲନ୍ତୁ ଜାଣିବା କ'ଣ ସେହି ଜିନିଷ ଥିଲା ଯାହା ଗୁମନାମୀ ବାବାଙ୍କୁ ନେତାଜୀ ବୋଲି ପ୍ରମାଣିତ କରୁଥିଲା। ଯେଉଁ ସବୁ ଜିନିଷ ଗୁମନାମୀ ବାବାଙ୍କର ସେହି ବାକ୍ସରୁ ମିଳିଥିଲା, ସେଥିମଧ୍ୟରୁ କଲିକତାରେ ପ୍ରତ୍ୟେକ ବର୍ଷ 23 ଜାନୁଆରୀରେ ପାଳିତ ହେଉଥିବା ନେତାଜୀଙ୍କର ଜନ୍ମ ଉତ୍ସବର କିଛି ଫଟୋଚିତ୍ର ଥିଲା। ଲୀଳା ରୟଙ୍କର ମୃତ୍ୟୁର ଶୋକସଭାର ମଧ୍ୟ କିଛି ଫଟୋଚିତ୍ର ଥିଲା। ନେତାଜୀ ପିନ୍ଧୁଥିବା ଚଷମା ପରି ଅନେକ ଚଷମା ମଧ୍ୟ ଥିଲା। ଏହା ବ୍ୟତୀତ ନେତାଜୀଙ୍କର ମାତାପିତା ଓ ତାଙ୍କ ପରିବାରର ମଧ୍ୟ କିଛି ଫଟୋଚିତ୍ର ଥିଲା। ଆଉ ଆଜାଦ ହିନ୍ଦ ଫୌଜର ଏକ ୟୁନିଫର୍ମ ମଧ୍ୟ ଥିଲା। କେତେକ ଖବରକାଗଜ
ଏବଂ ଜର୍ମାନୀ, ଜାପାନ ଓ ଇଂରେଜ ସାହିତ୍ୟିକଙ୍କର ଅନେକ ପୁସ୍ତକ ମଧ୍ୟ ଥିଲା। କୁହାଯାଏ ଗୁମନାମୀ ବାବା ଇଂରାଜୀ ଓ ଜର୍ମାନୀ ଭାଷା ମଧ୍ୟ କହୁଥିଲେ। ଏତିକି ନୁହେଁ, 1945ରେ ତାଇୱାନର ବିମାନ ଦୁର୍ଘଟଣାର ସେହି ସ୍ଥାନର ନକ୍ସା ମଧ୍ୟ ଥିଲା ଯେଉଁଠାରେ ନେତାଜୀଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜାଦ ହିନ୍ଦ ଫୌଜ ଗୁପ୍ତଚର ଶାଖାର ପ୍ରମୁଖ ପବିତ୍ର ମୋହନ ରାୟଙ୍କ ଲିଖିତ ଅଭିନନ୍ଦନ ବାର୍ତ୍ତା ମଧ୍ୟ ଠାବ କରାଯାଇଥିଲା। ତେବେ ଏତେ ସବୁ ଜିନିଷ ଏକାଠି ଠାବ ହେଲା ପରେ ଧୀରେ ଧୀରେ ଗୁମନାମୀ ବାବାଙ୍କର କାହାଣୀ ଲୋକାଦୃତ ହେବାକୁ ଲାଗିଲା। ପୁଣି ଆଉ ଗୋଟିଏ ମୁଖ୍ୟ କଥା ସାମ୍ନାକୁ ଆସିଲା କି ଉତ୍ତର ଭାରତର ଜଣେ ସାଧାରଣ ଗୁମନାମୀ ବାବା ଜର୍ମାନ, ଇଂରାଜୀ, ଜାପାନୀ ଓ ବଙ୍ଗାଳୀ ଭାଷା ଏତେ ନିର୍ଭୁଲ ଭାବରେ କିପରି କହିପାରିବେ? ଆଉ ଏସବୁ ସେ ଭାଷା ଥିଲା ଯାହା ନେତାଜୀ କହିପାରୁଥିଲେ। ଫୈଜାବାଦର ସ୍ଥାନୀୟ ଲୋକଙ୍କ କହିବା ହିସାବରେ ଗୁମନାମୀ ବାବା 70 ଦଶକରେ ସେଠାରେ ପହଞ୍ଚିଥିଲେ। ଆରମ୍ଭରୁ ସେ ଅଯୋଧ୍ୟାର ଲାଲକୋଠିରେ ଭଡ଼ାରେ ରହୁଥିଲେ। ପୁଣି କିଛି ଦିନ ପରେ ସେ ବସ୍ତିରେ ରହିଲେ। ଆଉ ବସ୍ତିରେ ତାଙ୍କୁ ଠିକ୍ ଲାଗିଲା ନାହିଁ, ତେଣୁ ସେଠାରୁ ଯାଇ ସେ ଅଯୋଧ୍ୟାରେ ପଣ୍ଡିତ ରାମକିଶୋର ପଣ୍ଡାଙ୍କ ଘରେ ରହିଲେ ଏବଂ କିଛି ବର୍ଷ ପରେ ସେ ଶେଷ ସମୟରେ ଫୈଜାବାଦର ରାମଭବନରେ 2 କୋଠରୀ ବିଶିଷ୍ଟ ଘରେ ରହୁଥିଲେ ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁମନାମୀ ବାବାଙ୍କର ମୃତ୍ୟୁ ପରେ ମିଳିଥିବା ତାଙ୍କର କିଛି ଜିନିଷ ମଧ୍ୟରୁ ଏମିତି କଥା ସାମ୍ନାକୁ ଆସିଥିଲା ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହେଲା କି ଗୁମନାମୀ ବାବା ହିଁ ହେଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଗୁମନାମୀ ବାବା ଫୈଜାବାଦରେ କିପରି ପହଞ୍ଚିଲେ, କେଉଁଠାରୁ ଆସିଥିଲେ, କାହାକୁ ସଠିକ୍ ଭାବରେ ମଧ୍ୟ ଜଣା ନାହିଁ। ଗୁମନାମୀ ବାବା ସବୁବେଳେ ଗୁପ୍ତ ଭାବରେ କାହିଁକି ରହୁଥିଲେ? ଗୁମନାମୀ ବାବା କାହିଁକି ନିଜର ଚେହେରା ଦେଖାଉନଥିଲେ? ସେ କିଏ ଥିଲା ଯିଏ ପ୍ରତ୍ୟେକ ବର୍ଷ 23 ଜାନୁଆରୀ ଓ ଦୁର୍ଗା ପୂଜାରେ ବାବାଙ୍କୁ ସାକ୍ଷାତ କରିବା ପାଇଁ ଗୁପ୍ତ ଭାବରେ ଆସୁଥିଲା? 23 ଜାନୁଆରୀ ନେତାଜୀଙ୍କର ଜନ୍ମଦିନ ପାଳନ ହୁଏ। ଏହି ଦୁଇଟି ଉତ୍ସବରେ ବାବାଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କର ନିଜର ସେବକମାନଙ୍କୁ ମଧ୍ୟ ଦିଆଯାଏ ନାହିଁ। ଯଦି ଗୁମନାମୀ ବାବା ଜଣେ ସନ୍ଥ ମହାତ୍ମା ଥିଲେ ତ ଏତେ ସରଳ ଭାବରେ ଇଂରାଜୀ, ଜର୍ମାନୀ ଓ ଜାପାନୀ ଭାଷା କିପରି କହିପାରୁଥିଲେ? ଗୁମନାମୀ ବାବାଙ୍କ ପାଖରେ ସାରା ଦୁନିଆର ମୁଖ୍ୟ ମୁଖ୍ୟ ଖବରକାଗଜ, ପତ୍ରିକା, ସାହିତ୍ୟ କିଏ ପହଞ୍ଚାଉଥିଲା? କୁହାଯାଏ ଗୁମନାମୀ ବାବାଙ୍କର ମୃତ୍ୟୁ ହେବା ପରେ ସେ ନେତାଜୀ ବୋଲି ଏକଥା ବ୍ୟାପିବା ପରେ ନେତାଜୀଙ୍କର ଝିଆରୀ ଲଳିତା ବୋଷ କଲିକତାରୁ ଫୈଜାବାଦ ଆସି ଗୁମନାମୀ ବାବାଙ୍କର ସମସ୍ତ ଜିନିଷକୁ ଦେଖି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ ଏବଂ କହିଲେ ଏସବୁ ତାଙ୍କ ଚାଚାଙ୍କର ଜିନିଷ। ଏହାପରେ ଗୁମନାମୀ ବାବା ନେତାଜୀ ହୋଇଥିବାର ତଦନ୍ତ ପାଇଁ କେତେକ ସ୍ଥାନରେ ପ୍ରଦର୍ଶନ ମଧ୍ୟ କରାଯାଇଥିଲା ଯାହା ଅନେକ ସମୟ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ତଦନ୍ତ ପାଇଁ ମୁଖାର୍ଜୀ କମିଟିର ଗଠନ ମଧ୍ୟ କରାଗଲା। ତଥାପି ମଧ୍ୟ ପ୍ରମାଣିତ ହୋଇପାରିଲା ନାହିଁ ଯେ ଗୁମନାମୀ ବାବା ହେଉଛନ୍ତି ସୁଭାଷ ଚନ୍ଦ୍ର ବୋଷ। ଏହାପରେ ଆଉ 2ଟି କମିଟି ମଧ୍ୟ ତଦନ୍ତ ପାଇଁ ଗଠନ ହେଲା, କିନ୍ତୁ ସେମାନେ ମଧ୍ୟ ଗୁମନାମୀ ବାବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଥାକୁ ପ୍ରତ୍ୟାଖ୍ୟାନ କରିଦେଲେ। ତେଣୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ମନରେ ନେତାଜୀଙ୍କର ମୃତ୍ୟୁ ରହସ୍ୟ ହୋଇ ରହିଯାଇଅଛି। ବନ୍ଧୁଗଣ, ଆମର ଆଜିର ଏହି ଭିଡ଼ିଓ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟିଏ ଲାଇକ୍ ଓ ସେୟାର କରି ଆଗକୁ ଏହିପରି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରି ରଖିଥାନ୍ତୁ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ, ଜୟ ହିନ୍ଦ।